ଗୁଡ୍ ଆଫ୍ଟରନୁନ୍ ପିଲାମାନେ, ଆମେ ପଢ଼ୁଛନ୍ତି ନବମ ଶ୍ରେଣୀ ଭୌତିକ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ। ଆଜି ଆମେ ପଢ଼ିବା ତରଳ ଅବସ୍ଥା। ଜଳ, ସୋରିଷ ତେଲ, କ୍ଷୀର, ସରବତ, ଜୁସ୍ ଓ ଥଣ୍ଡା ପାନୀୟ ସଂଗ୍ରହ କର। ବିଭିନ୍ନ ଆକୃତିର ପାତ୍ର ନିଅ। ମାପ ସିଲିଣ୍ଡର ବ୍ୟବହାର କରି ନେଇଥିବା ପାତ୍ରମାନଙ୍କରେ 50 ml ସ୍ଥାନରେ ଦାଗ ଦିଅ। ଏହି ତରଳ ଗୁଡ଼ିକ ଚଟାଣରେ ଢାଳି ହୋଇଗଲେ କ'ଣ ହେବ? ବହିଯିବ, ତୁମେ ଜାଣିଛ। 50 ml ମାପର ଯେକୌଣସି ତରଳ ନେଇ ବିଭିନ୍ନ ଆକୃତିର ଅଲଗା ଅଲଗା ପାତ୍ରରେ ଢାଳ। ପ୍ରତ୍ୟେକ ପାତ୍ରରେ ତରଳର ଆୟତନ ସମାନ ରହୁଛି କି? ପ୍ରତ୍ୟେକ ପାତ୍ରରେ ତରଳର ଆକୃତି କ'ଣ ସମାନ ଅଛି, ଏହା ଲକ୍ଷ୍ୟ କର। ତରଳକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ର ମଧ୍ୟକୁ ଢାଳିଲେ ଏହା କ'ଣ ସହଜରେ ବହିଯାଏ? ଆମେ ନିରୀକ୍ଷଣ କଲୁ ଯେ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ, କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି। ଏହା ଯେଉଁ ପାତ୍ରରେ ରହେ ତାହାର ଆକାର ଧାରଣ କରିଥାଏ। ଆମେ ଯଦି ମନେକର ତରଳ ପଦାର୍ଥ ନେବା ପାଣି, ତାକୁ ଯଦି ଆମେ ନେଇକି ଗୋଟେ ଗ୍ଲାସ୍ ରଖିବା, ସେ ଗ୍ଲାସ୍ର ଆକାର ଧାରଣ କରିବ। ଆମେ ଯଦି ତାକୁ ନେଇକି ବାଲ୍ଟି ରଖିବା, ସେ ବାଲ୍ଟିର ଆକାର ଧାରଣ କରିବ। ତେଣୁ ତା'ର ନିର୍ଦ୍ଦିଷ୍ଟ ଆକାର ନାହିଁ। କିନ୍ତୁ ତୁମେ ଯଦି 1 ଲିଟର ପାଣି ନେଇଛ, ତାକୁ ତୁମେ ଗ୍ଲାସ୍ରେ ରଖିଲେ ବି ସେ 1 ଲିଟର ହିଁ ହେବ। ତାକୁ ତୁମେ ବାଲ୍ଟିରେ ରଖିଲେ ବି ସେ 1 ଲିଟର ହିଁ ହେବ। ଆଉ ଯଦି ତାକୁ ତୁମେ ନେଇକି ବୋଟଲ ରଖିବ, ତାହେଲେ ବି ସେ 1 ଲିଟର ହେବ। ତା'ମାନେ ତା'ର ଆୟତନରେ କିଛି ପରିବର୍ତ୍ତନ ହେବ ନାହିଁ। ଓକେ। ତରଳ ପ୍ରବାହିତ ହୋଇଥାଏ ଓ ଆକାର ମଧ୍ୟ ବଦଳାଇଥାଏ। ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁହେଁ। ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ ମଧ୍ୟ କୁହାଯାଏ। ଯେହେତୁ ଏହା ସହଜରେ ବହିଯାଉଛି, ତେଣୁ ଏହାକୁ କ'ଣ କୁହାଯାଏ? ପ୍ରବହ ବା ଫ୍ଲୁଇଡ଼। ତୁମ ପାଇଁ କାମ 1.4 ଏବଂ 1.5କୁ ଲକ୍ଷ୍ୟ କଲେ ଆମେ ଦେଖିବା ଯେ କଠିନ ଓ ତରଳ ପଦାର୍ଥ ତରଳ ମଧ୍ୟରେ ବିସରିତ ହୋଇଥାଏ। କଠିନ ପଦାର୍ଥ ବା ତରଳ ପଦାର୍ଥ ଯଦି ନେବ, ତାହା ତରଳ ପଦାର୍ଥ ମଧ୍ୟରେ ବିସରିତ ହୋଇଥାଏ। ଯେମିତିକି ଯଦି ତୁମେ ଚିନି ନେବ, ଚିନିକୁ ପାଣିରେ ଗୋଳେଇ ଦେଲେ ସେ ମିଳେଇ ଯାଉଛି। ବାୟୁମଣ୍ଡଳୀୟ ଗ୍ୟାସ୍ ଗୁଡ଼ିକ ଜଳରେ ବିସରିତ ଓ ଦ୍ରବୀଭୂତ ହୋଇଥାନ୍ତି। ଏହି ଗ୍ୟାସ୍ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍ ଓ ଅକ୍ସିଜେନ୍ ଜଳୀୟ ପ୍ରାଣୀ ଓ ଉଦ୍ଭିଦମାନଙ୍କ ବଞ୍ଚି ରହିବା ପାଇଁ ଅତ୍ୟାବଶ୍ୟକ ହୋଇଥାଏ। ଅକ୍ସିଜେନ୍ ଜୀବଜଗତର ଶ୍ୱାସକ୍ରିୟାରେ ଦରକାର ହୋଇଥାଏ। ଜଳଚର ପ୍ରାଣୀମାନେ ଜଳ ମଧ୍ୟରେ ଦ୍ରବୀଭୂତ ଅକ୍ସିଜେନ୍କୁ ସେମାନଙ୍କ ପ୍ରଶ୍ୱାସରେ ଗ୍ରହଣ କରିଥାନ୍ତି। ଯେଉଁମାନେ ଜଳରେ ରହୁଛନ୍ତି, ସେମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ହିଁ ତ ଗ୍ରହଣ କରିବେ ନା, ବା ଅକ୍ସିଜେନ୍କୁ। ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ମଧ୍ୟରେ ତରଳ ପଦାର୍ଥ ବିସରିତ ହୋଇପାରନ୍ତି। ସମସ୍ତେ ତରଳ ପଦାର୍ଥ ଭିତରେ ବିସରିତ ହୋଇପାରିବେ। ବିସରଣ ପ୍ରକ୍ରିୟାର ହାର କଠିନ ଅପେକ୍ଷା ତରଳ କ୍ଷେତ୍ରରେ ଅଧିକ ଅଟେ। କାରଣ କ'ଣ? କାରଣ କଠିନ ତୁଳନାରେ ତରଳର କଣିକା ଗୁଡ଼ିକ ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ଥାଏ ଓ ସେମାନେ ସହଜରେ ଗତି କରିପାରନ୍ତି। ହେଲା। ତାପରେ ଆମେ ପଢ଼ିବା ଗ୍ୟାସୀୟ ଅବସ୍ଥା ବା ଗ୍ୟାସିୟସ୍ ଷ୍ଟେଟ୍। ଜଣେ ବେଲୁନ୍ ବିକାଳି ଗୋଟିଏ ଗ୍ୟାସ୍ ସିଲିଣ୍ଡରରୁ ଅନେକ ଗୁଡ଼ିଏ ବେଲୁନ୍ରେ ଗ୍ୟାସ୍ ଭର୍ତ୍ତି କରିବାର ତୁମେ କେବେ ନିରୀକ୍ଷଣ କରିଛ କି? ତୁମେ ତାଙ୍କଠାରୁ ଜାଣିବାକୁ ଚେଷ୍ଟା କର ଯେ ଗୋଟିଏ ଗ୍ୟାସ୍ ସିଲିଣ୍ଡରର ସାହାଯ୍ୟରେ କେତୋଟି ବେଲୁନ୍ରେ ଗ୍ୟାସ୍ ଭର୍ତ୍ତି ହୋଇପାରିବ। ସେହି ସିଲିଣ୍ଡର ମଧ୍ୟରେ କେଉଁ ଗ୍ୟାସ୍ ରହିଛି, ତୁମେ ତାଙ୍କଠାରୁ ଜାଣିବାକୁ ଚେଷ୍ଟା କର। 3ଟି 100 ml ସିରିଞ୍ଜ ନିଅ। 1.4 ଚିତ୍ରରେ ଦର୍ଶାଯାଇଥିବା ପରି ଏହାର ମୁହଁଗୁଡ଼ିକୁ ରବର କର୍କ ଦ୍ୱାରା ବନ୍ଦ କରିଦିଅ। ପ୍ରତ୍ୟେକ ସିରିଞ୍ଜ ମଧ୍ୟରୁ ପିଷ୍ଟନ ଗୁଡ଼ିକ କାଢ଼ି ଦିଅ। ଗୋଟିଏ ସିରିଞ୍ଜକୁ ଛାଡ଼ି ଦ୍ୱିତୀୟ ସିରିଞ୍ଜରେ ପାଣି ଓ ତୃତୀୟ ସିରିଞ୍ଜରେ ଖଣ୍ଡିଏ ଚକ୍ ଭର୍ତ୍ତି କର। ପ୍ରଥମ ସିଲିଣ୍ଡରକୁ ଛାଡ଼ିଦେଲ ମାନେ କ'ଣ? ତା ଭିତରେ ଗ୍ୟାସ୍ ଅଛି। ପିଷ୍ଟନକୁ ସହଜରେ ସିରିଞ୍ଜ ଉପରେ ପୁରାଇବା ପାଇଁ ପିଷ୍ଟନ ଉପରେ କିଛି ଭେସଲିନ୍ ଲଗାଇ ଦିଅ। ବର୍ତ୍ତମାନ ପ୍ରତ୍ୟେକ ସିରିଞ୍ଜ ଭିତରେ ଥିବା ପଦାର୍ଥ ଗୁଡ଼ିକୁ ସଙ୍କୁଚିତ କରିବା ନିମନ୍ତେ ପିଷ୍ଟନ ଗୁଡ଼ିକୁ ସିରିଞ୍ଜରେ ପୁରାଇ ଚାପ। କ'ଣ ଦେଖିଲ? କେଉଁ କ୍ଷେତ୍ରରେ ପିଷ୍ଟନଟି ସହଜରେ ଭିତରକୁ ଚାଲିଗଲା? ତୁମେ ଏହି ପରୀକ୍ଷା ଦ୍ୱାରା କେଉଁ ସିଦ୍ଧାନ୍ତରେ ଉପନୀତ ହେଲ? କ'ଣ ଆମେ ଜାଣିଲୁ? ପରୀକ୍ଷାରୁ ଜଣାଗଲା ଯେ ଚାପ ପ୍ରୟୋଗ ଦ୍ୱାରା ଗ୍ୟାସୀୟ ପଦାର୍ଥ ଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧିକ ସଙ୍କୁଚିତ ହୋଇଥାଏ।
ଯେଉଁଥିରେ ତୁମେ କିଛି ରଖିନ, ତାମାନେ ତା ଭିତରେ ଗ୍ୟାସ୍ ଅଛି, ସେ ପିଷ୍ଟନକୁ ଚାପିବାରେ ତୁମକୁ କିଛି ଅସୁବିଧା ହେବ କି? କିଛି ହେବନି, ଅତି ସହଜରେ ତୁମେ ଚାପିପାରିବ। ତାପରେ ଯଦି ତୁମେ ତରଳ ବା ପାଣି ଯଦି ରଖିଛ, ତାକୁ ଚାପିବାରେ ତାଠୁ ଟିକେ ଅଧିକ କଷ୍ଟ ହେବ। ଆଉ କଠିନ ପଦାର୍ଥକୁ ଚାପିବାରେ ଆମକୁ ସବୁଠାରୁ ଅଧିକ କଷ୍ଟ ହେବ। ରୋଷେଇ ପାଇଁ ବ୍ୟବହୃତ ହୋଇଥିବା ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ LPG ଲିକ୍ୱିଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍ ଏବଂ ଡାକ୍ତରଖାନାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅକ୍ସିଜେନ୍ ସିଲିଣ୍ଡରରେ ଅକ୍ସିଜେନ୍ ଗ୍ୟାସ୍ ସମ୍ପୀଡ଼ିତ ଗ୍ୟାସ୍ ଅଟେ। ସମ୍ପୀଡ଼ିତ ମାନେ କ'ଣ? କମ୍ପ୍ରେସ୍ଡ କରିକି, ମାନେ ତାକୁ ଚାପ ପ୍ରୟୋଗ କରିକି ରଖାହେଇଛି। ଲିକ୍ୱିଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍, ପେଟ୍ରୋଲିୟମ ହେଉଛି ଗୋଟେ ଗ୍ୟାସ୍, କିନ୍ତୁ ତାକୁ ଚାପ ପ୍ରୟୋଗ କରିକି ତରଳୀକୃତ କରିକି ରଖିଥାନ୍ତି। କାର୍, ଅଟୋ ରିକ୍ସା ଆଦି ଯାନରେ ଆଜିକାଲି ସମ୍ପୀଡ଼ିତ ପ୍ରାକୃତିକ ଗ୍ୟାସ୍ କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍ CNGକୁ ଇନ୍ଧନ ରୂପେ ବ୍ୟବହାର କରାଯାଉଛି। ଗ୍ୟାସ୍ର ଅଧିକ ସମ୍ପୀଡ଼ନ ସମ୍ଭବ ହୋଇପାରୁଥିବା ଯୋଗୁଁ ଅଧିକ ପରିମାଣର ଗ୍ୟାସ୍କୁ ଚାପ ପ୍ରୟୋଗ କରି ସମ୍ପୀଡ଼ିତ କରି ଛୋଟ ଛୋଟ ସିଲିଣ୍ଡରରେ ଭର୍ତ୍ତି କରାଯାଇପାରୁଛି, ଯାହାକୁ କି ସହଜରେ ନେବା ଆଣିବାରେ ବିଶେଷ ସୁବିଧା ହୋଇଥାଏ। ରୋଷେଇ ଘର ଭିତରକୁ ନ ଯାଇ ରୋଷେଇ ଘରେ ରନ୍ଧା ହେଉଛି ତାହାର ବାସ୍ନା ଆମେ ଘର ବାହାରେ ଥାଇ ଜାଣିପାରିବା। ଏହି ବାସ୍ନା ଆମ ପାଖକୁ କିପରି ଆସିଲା? ସେଇ ଗୋଟିଏ କଥା, ବିସରଣ ଯୋଗୁଁ। ଯଦିଓ ଖାଦ୍ୟ ଆମଠାରୁ ଦୂରରେ ଥାଏ, ତାହାର ବାସ୍ନାର ଅଣୁଗୁଡ଼ିକ ବାୟୁର ଅଣୁମାନଙ୍କ ସହିତ ମିଶି ଗତି କରି ଚାରିଆଡ଼େ ବ୍ୟାପିଥାଏ। ଗରମ ଖାଦ୍ୟର ବାସ୍ନା ଆମ ପାଖରେ ଅତି ଶୀଘ୍ର କେତୋଟି ସେକେଣ୍ଡ ମଧ୍ୟରେ ପହଞ୍ଚିଯାଏ, କାରଣ କଠିନ ଓ ତରଳ ପଦାର୍ଥର ବିସରଣ ହାରଠାରୁ ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧିକ। ଏହାର କାରଣ କ'ଣ? କାରଣ ଗ୍ୟାସ୍ର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ବହୁତ ଅଧିକ ଥାଏ। ଗ୍ୟାସ୍ର ଅଣୁମାନଙ୍କ ଦ୍ରୁତ ବେଗ ଓ ଅଣୁମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କା ସ୍ଥାନ ଯୋଗୁଁ ଗ୍ୟାସ୍ର ବିସରଣ ଅନ୍ୟ ଗ୍ୟାସ୍ମାନଙ୍କ ମଧ୍ୟରେ ଅତି ଶୀଘ୍ର ହୋଇଥାଏ। ହେଲେ କଠିନର କଣିକାମାନେ କେମିତି ଦେଖ, ପୁରା ଲାଗି ହେଇକି ଯୋଡ଼ି ହେଇକି ଅଛନ୍ତି। ତରଳର କଣିକାମାନଙ୍କ ଭିତରେ ଟିକେ ଫାଙ୍କା ସ୍ଥାନ ଅଛି, ଆଉ ଗ୍ୟାସ୍ର କଣିକାମାନଙ୍କ ଭିତରେ ବହୁତ ଫାଙ୍କା ସ୍ଥାନ ଅଛି। ଗ୍ୟାସୀୟ ଅବସ୍ଥାରେ ଅଣୁଗୁଡ଼ିକ ଦ୍ରୁତ ବେଗରେ ଏଣେ ତେଣେ ଅନିୟମିତ ଭାବେ ଘୂରି ବୁଲନ୍ତି। ଅଣୁଗୁଡ଼ିକର ଏହି ଗତି ଯୋଗୁଁ ସେମାନେ ନିଜ ନିଜ ମଧ୍ୟରେ ଓ ଧାରକ ପାତ୍ରର କାନ୍ଥରେ ବାଡ଼େଇ ହୁଅନ୍ତି ଓ କାନ୍ଥ ଉପରେ ବଳ ପ୍ରୟୋଗ କରିଥାନ୍ତି। କ'ଣ ହେଲା? ଆମେ ଜାଣିଛନ୍ତି ଗ୍ୟାସ୍ର ଅଣୁମାନଙ୍କ ଭିତରେ ଫାଙ୍କା ସ୍ଥାନ ଅଧିକ, ତେଣୁ ସେମାନଙ୍କ ଭିତରେ ଆକର୍ଷଣ ବଳ ବି କମ୍। ତେଣୁ ସେମାନେ ଇଆଡ଼େ ସିଆଡ଼େ ସବୁବେଳେ ଗତି କରୁଥାନ୍ତି ତା'ର ଅଣୁଗୁଡ଼ିକ। ଯେତେବେଳେ ତାକୁ ଆମେ କ'ଣ କରିବା, ଗୋଟେ ପାତ୍ରରେ ରଖିଦେବା, ସେତେବେଳେ କ'ଣ ହେବ? ଯେଉଁ ପାତ୍ର ରଖିଛନ୍ତି ତାକୁ ଧାରକ ପାତ୍ର ବୋଲି କହିବା, ସେ ଧାରଣ କରିଛି। ସେମାନେ କ'ଣ ହୁଅନ୍ତି, ଯେତେବେଳେ ଗତି କରୁଛନ୍ତି ସେମାନେ ନିଜ ନିଜ ଭିତରେ ବି ବାଡ଼େଇ ହୁଅନ୍ତି, ଆଉ ଗ୍ୟାସ୍ ଗୁଡ଼ିକ ଧାରକ ପାତ୍ରର କାନ୍ଥରେ ମଧ୍ୟ ବାଡ଼େଇ ହୁଅନ୍ତି। ବାଡ଼େଇ ହେଇକି କ'ଣ କରନ୍ତି? କାନ୍ଥ ଉପରେ ବଳ ପ୍ରୟୋଗ କରନ୍ତି। ଗ୍ୟାସୀୟ ଅଣୁମାନଙ୍କ ଦ୍ୱାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସ୍ର ଚାପ କୁହାଯାଏ। ବୁଝିପାରିଲ? ପ୍ରତି ଏକକ କ୍ଷେତ୍ରଫଳ ଉପରେ ଯେତିକି ବଳ ଆମେ ପ୍ରୟୋଗ କରୁଛନ୍ତି, ତାକୁ କ'ଣ, ଗୋଟେ ଗ୍ୟାସ୍ ଏକ ଧାରକ ପାତ୍ରର ଏକକ କ୍ଷେତ୍ରଫଳ ଉପରେ ଯେତିକି ବଳ ପ୍ରୟୋଗ କରୁଛି ତାକୁ କ'ଣ କୁହନ୍ତି? ଚାପ। କୌଣସି ବସ୍ତୁର ଏକକ ଆୟତନ ଉପରେ ଥିବା ବସ୍ତୁତ୍ୱକୁ ସେହି ବସ୍ତୁର ସାନ୍ଦ୍ରତା ବୋଲି କୁହାଯାଏ। ଗୋଟେ ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ୱକୁ କ'ଣ କୁହନ୍ତି? ସାନ୍ଦ୍ରତା। ସାନ୍ଦ୍ରତା କ'ଣ? ବସ୍ତୁତ୍ୱ ହରଣ ଆୟତନ। ଯେମିତି ଯଦି ତୁମେ ଚାପର ଫର୍ମୁଲା ପଚାରିବ, ତାହେଲେ ଚାପ କ'ଣ? ବଳ ହରଣ କ୍ଷେତ୍ରଫଳ। ତାପରେ ପଦାର୍ଥ ତାହାର ଅବସ୍ଥାର ପରିବର୍ତ୍ତନ କରିପାରେ କି? କ୍ୟାନ୍ ମ୍ୟାଟର ଚେଞ୍ଜ ଇଟ୍ସ ଷ୍ଟେଟ୍? ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୁଏ। ଆମେ ସମସ୍ତେ ଜାଣିଛେ ଯେ ଜଳ 3ଟି ଅବସ୍ଥାରେ ରହିପାରେ: କଠିନ ରୂପରେ ବରଫ, ତରଳ ରୂପରେ ଜଳ
ଗ୍ୟାସୀୟ ଅବସ୍ଥାରେ ଜଳୀୟ ବାଷ୍ପ ବା ବାମ୍ଫ। ଅବସ୍ଥା ପରିବର୍ତ୍ତନ ବେଳେ ପଦାର୍ଥର ଅଭ୍ୟନ୍ତରଣରେ କ'ଣ ଘଟିଥାଏ? ପଦାର୍ଥର ଅବସ୍ଥାର ପରିବର୍ତ୍ତନ ବେଳେ ତାହାର ଅଣୁଗୁଡ଼ିକର କ'ଣ ହୁଏ? ଆମକୁ ଏଗୁଡ଼ିକର ଉତ୍ତର ଜାଣିବାକୁ ହେବ। ଦେଖ ତ କ'ଣ ତାପମାତ୍ରା ପରିବର୍ତ୍ତନର ପ୍ରଭାବ। ଗୋଟେ ପଦାର୍ଥର ତାପମାତ୍ରା ଯଦି ଆମେ ପରିବର୍ତ୍ତନ କରିବା ତାହେଲେ ତା ଉପରେ କ'ଣ ଇଫେକ୍ଟ ପଡ଼ିବ? ଇଫେକ୍ଟ ଅଫ୍ ଚେଞ୍ଜ ଅଫ୍ ଟେମ୍ପରେଚର। 150 ଗ୍ରାମ ଓଜନର ଏକ ବରଫ ଖଣ୍ଡକୁ ଗୋଟିଏ ବିକରରେ ନେଇ ଏହା ମଧ୍ୟରେ ଥର୍ମୋମିଟରକୁ ଏପରି ଭାବରେ ରଖ ଯେପରିକି ଥର୍ମୋମିଟରରେ ପାରଦ ରହିଥିବା ବଲ୍ବ ବରଫର ସ୍ପର୍ଶରେ ଆସୁଥିବ। ରଖାହେଲା, ଦେଖିପାରୁଥିବ। ତାପରେ ଅଳ୍ପ ଶିକ୍ଷା ଦ୍ୱାରା ବିକରକୁ ଗରମ କର। ଏହାଦ୍ୱାରା କ'ଣ ହେବ? ବରଫର ତାପମାତ୍ରା ବଢ଼ିବ। ଯେଉଁ ତାପମାତ୍ରାରେ ବରଫ ତରଳିବାକୁ ଆରମ୍ଭ କରିବ ତାହା ଥର୍ମୋମିଟର ସାହାଯ୍ୟରେ ମାପି ଟିପି ରଖ। ଯେଉଁ ତାପମାତ୍ରାରେ ବରଫ ସମ୍ପୂର୍ଣ୍ଣ ଭାବରେ ତରଳି ଜଳରେ ରୂପାନ୍ତରିତ ହେଲା ତାହାକୁ ମଧ୍ୟ ମାପ ଓ ଟିପି ରଖ। ବର୍ତ୍ତମାନ ଗୋଟିଏ ଗ୍ଲାସ୍ ରଡ୍ ସାହାଯ୍ୟରେ ଜଳକୁ ଗୋଳାଇ ତାହା ଫୁଟିବା ପର୍ଯ୍ୟନ୍ତ ଗରମ କରିଚାଲ। ଜଳ ଫୁଟିଲେ ତାହା ବାଷ୍ପରେ ପରିଣତ ହେବାକୁ ଆରମ୍ଭ ହୁଏ। ଅଧିକାଂଶ ଜଳ ବାଷ୍ପୀଭୂତ ହେଲା ପର୍ଯ୍ୟନ୍ତ ଥର୍ମୋମିଟରରେ ସୂଚିତ ତାପମାତ୍ରାକୁ ଲକ୍ଷ୍ୟ କରୁଥାଅ। ଜଳ ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତିତ ହେଲାବେଳେ ଥର୍ମୋମିଟର ସୂଚିତ କରୁଥିବା ତାପମାତ୍ରାକୁ ନିରୀକ୍ଷଣ କର ଓ ଟିପି ରଖ। କଠିନର ତାପମାତ୍ରା ବଢ଼ାଇଲେ ଏହାର ଅଣୁଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଏ। ଗତିଜ ଶକ୍ତିର ବୃଦ୍ଧି ଯୋଗୁଁ ଅଣୁଗୁଡ଼ିକ ଅଧିକ ବେଗରେ ଦୋଳାୟମାନ ହେବାକୁ ଆରମ୍ଭ କରନ୍ତି। ତାପ ପ୍ରୟୋଗ ହେଲେ ଅଣୁଗୁଡ଼ିକ ତାପଶକ୍ତି ଅବଶୋଷଣ କରି ସେମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ସୀମାକୁ ଟପିଯାଆନ୍ତି ଓ ଅଧିକ ଗତିଶୀଳ ହୁଅନ୍ତି। ସେମାନେ କ'ଣ କରନ୍ତି? ତାଙ୍କର ଯେଉଁ ଆକର୍ଷଣ ବଳଟା ଅଛି ତାଙ୍କ ଭିତରେ ସେଇଟା ଭାଙ୍ଗିଯାଏ। ଏହି କଣିକା ଗୁଡ଼ିକ ସେମାନଙ୍କର ସ୍ଥିର ସ୍ଥାନ ପରିତ୍ୟାଗ କରି ଅଧିକ ବେଗରେ ମୁକ୍ତ ଭାବରେ ଗତି କରନ୍ତି। ଏପରି ଏକ ଅବସ୍ଥା ଆସି ପହଞ୍ଚିଯାଏ ଯେତେବେଳେ ଅଣୁଗୁଡ଼ିକ ପରସ୍ପରଠାରୁ ଦୂରେଇ ଯାଆନ୍ତି। ଫାଷ୍ଟ ଗତି କରିବେ, ଗତି କରି ଏମିତି ଗୋଟେ ଆସିବ ଗୋଟେ ସମୟ ଯେତେବେଳେ କି ସେମାନେ ଅଣୁଗୁଡ଼ିକ କ'ଣ କରିବେ? ପରସ୍ପରଠାରୁ ଦୂରେଇ ଯିବେ। କଠିନ ତରଳିବାକୁ ଆରମ୍ଭ କରେ। ଯେଉଁ ମୋମେଣ୍ଟରେ କ'ଣ ହେବ? ସେମାନେ ଦୂରେଇ ଯାଆନ୍ତି, ସେତେବେଳେ ହିଁ କଠିନଟା ତରଳ ହେବାକୁ ଆରମ୍ଭ କରିବ ଓ ତରଳରେ ପରିଣତ ହୁଏ। ତେଣୁ କ'ଣ ଆମେ ଏଠି ଜାଣିଲେ? ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ ବା ମେଲ୍ଟିଂ ପଏଣ୍ଟ କୁହାଯାଏ। ଏଇଠି କ'ଣ ମନେ ରଖିବ? ଏଇଠି ତିନିଟା ଜିନିଷ ମନେ ରଖିବ। କ'ଣ? ଯେଉଁ ତାପମାତ୍ରା ଫାଷ୍ଟ ଗୋଟେ କଠିନ ପଦାର୍ଥ ହୋଇଥିବା ଦରକାର। ଗଳନାଙ୍କ କାହାର ବାହାରିବ? ଗୋଟେ କଠିନ ପଦାର୍ଥର। ଯେତେବେଳେ ଚାପ ଏଠି କ'ଣ ହେଇଥିବ? ବାୟୁମଣ୍ଡଳୀୟ ଚାପ। ଆମେ କିଛି ଚାପ ପ୍ରୟୋଗ କରୁନାହାନ୍ତି। ବାୟୁମଣ୍ଡଳରେ ଯେତିକି ଚାପ ଅଛି ସେତିକି ଚାପ ପଡ଼ୁଥିବ। ଆଉ କ'ଣ ହୁଏ ଏଠି? କଠିନ ପଦାର୍ଥଟା ତରଳରେ ପରିବର୍ତ୍ତନ ହେବ। ବୁଝିଗଲା? ଯେଉଁ ତାପମାତ୍ରାରେ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ ବା ମେଲ୍ଟିଂ ପଏଣ୍ଟ କୁହାଯାଏ। ଗୋଟେ କଠିନର ଗଳନାଙ୍କ ଏହା ମଧ୍ୟରେ ଥିବା କଣିକାମାନଙ୍କ ମଧ୍ୟରେ ରହିଥିବା ଆକର୍ଷଣ ବଳର ସାମର୍ଥ୍ୟର ସୂଚନା ଦିଏ। ଯଦି ଆମେ ଗୋଟେ କଠିନ ପଦାର୍ଥ ନେଇଛନ୍ତି ସେଇଟା ଅତି ଶୀଘ୍ର ତରଳରେ ପରିଣତ ହୋଇଗଲା, ତାମାନେ କ'ଣ? ତା ମେଲ୍ଟିଂ ପଏଣ୍ଟ କମ୍ ଥିବ, ଗଳନାଙ୍କ କମ୍ ଥିବ। ଗଳନାଙ୍କ କମ୍ ଅଛି ମାନେ କ'ଣ? ସେ କଣିକା ଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କମ୍ ଅଛି, ସେଥିପାଇଁ ବହୁତ ଜଲ୍ଦି ଭାଙ୍ଗିଗଲେ। ଓକେ। ବରଫର ଗଳନାଙ୍କ ବା ମେଲ୍ଟିଂ ପଏଣ୍ଟ ହେଉଛି କେତେ? 273.16 କେଲଭିନ୍। ତାପରେ ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥିବା ପ୍ରକ୍ରିୟା ଅର୍ଥାତ୍ ପଦାର୍ଥର ତରଳିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ବିଗଳନ ବା ତରଳନ, ଫ୍ୟୁଜନ୍ କୁହାଯାଏ। ହେଲା। ଯେତେବେଳେ ତାପ ପ୍ରଦାନ ଯୋଗୁଁ କୌଣସି ପଦାର୍ଥ ତରଳିବାକୁ ଆରମ୍ଭ କରେ ସେତେବେଳେ ତାହାର ତାପମାତ୍ରା ଅପରିବର୍ତ୍ତିତ ରହେ।
ଯେଉଁ ମୋମେଣ୍ଟରେ ତରଳିବା ଆରମ୍ଭ କରିବ ସେତେବେଳେ ତା'ର ତାପମାତ୍ରା କ'ଣ ରହିବ? କନଷ୍ଟାଣ୍ଟ ରହିବ, କିଛି ବଦଳିବ ନାହିଁ। ତାହେଲେ ସେଇ ତାପ କୁଆଡ଼େ ଯାଏ? ଆମେ ଦେଖିଲେ ଆମେ ତ ତାପ ଦେଉଛନ୍ତି, ଆମେ ତାପ ଦେଇ ଚାଲିଲେ, କିନ୍ତୁ ସେଇଠି ଟେମ୍ପରେଚରର କିଛି ବି ଡିଫରେନ୍ସ ଆସିବନି। ତାହେଲେ ଆମେ ଯେଉଁ ତାପଟା ଦେଲେ ସେଇଟା ଗଲା କୁଆଡ଼େ? ବରଫ ତରଳିବା ପରୀକ୍ଷଣ ଚାଲିଥିବା ସମୟରେ ତୁମେ ଲକ୍ଷ୍ୟ କରିଥିବ ଯେ ଗଳନାଙ୍କରେ ପହଞ୍ଚିବା ପରେ ସବୁ ବରଫ ନ ତରଳିବା ପର୍ଯ୍ୟନ୍ତ ତାହାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଆମେ ବିକରଟିକୁ ଗରମ କରିବା ପାଇଁ ଅବିଚ୍ଛିନ୍ନ ଭାବରେ ତାପ ପ୍ରଦାନ କରିବା ସତ୍ତ୍ୱେ ବି ଏହା ହିଁ ଘଟିଥାଏ। ଏହି ତାପ କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୁଏ। ମାନେ କ'ଣ? ଆମେ ସେ ଟାଇମ୍ରେ ଯେଉଁ ତାପଟା ଦେଲେ ସିଏ ତା'ର ତାପମାତ୍ରାକୁ ନ ବଢ଼େଇକି ଟେମ୍ପରେଚର ବଢ଼େଇବାରେ କାର୍ଯ୍ୟ କରେନି। ସେତେବେଳେ ସେ କ'ଣ କରେ? ତା'ର ଷ୍ଟେଟ୍ ଚେଞ୍ଜ କରିବାରେ ଆମକୁ ସାହାଯ୍ୟ କରେ, ତା'ର ଅବସ୍ଥା ପରିବର୍ତ୍ତନ କରିବାରେ ଆମକୁ ସାହାଯ୍ୟ କରେ। ତା ମାନେ କ'ଣ ସେ କରେ? ଆକ୍ଚୁଆଲି କଣିକା ଭିତରେ ଯେଉଁ ଆକର୍ଷଣ ବଳଟା ଅଛି ତାକୁ ଭାଙ୍ଗିବାରେ ସାହାଯ୍ୟ କରେ। ସେ କଣିକାମାନଙ୍କର ଗତିଜ ଶକ୍ତି ବଢ଼େଇବାରେ ସାହାଯ୍ୟ କରିଥାଏ। ଅବସ୍ଥାର ପରିବର୍ତ୍ତନ ଚାଲିଥିବା ସମୟରେ ଆମେ ଯୋଗାଉଥିବା ତାପ ଶକ୍ତି ବରଫ ଦ୍ୱାରା ଶୋଷିତ ହୋଇଯାଏ। କେବଳ ବରଫକୁ ତରଳାଇବାରେ ସାହାଯ୍ୟ କରେ, ମାତ୍ର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ। ସତେ ଯେମିତି ଏହି ତାପ ବରଫ ଭିତରେ ଲୁଚିଯାଏ। ତେଣୁ ଅବସ୍ଥା ପରିବର୍ତ୍ତନ ବେଳେ ଆବଶ୍ୟକୀୟ ତାପକୁ ଗୁପ୍ତ ତାପ ବା ଲାଟେଣ୍ଟ ହିଟ୍ କୁହାଯାଏ। ଏହା ଏଠାରେ ଗୁପ୍ତ ଶବ୍ଦ ଲୁକ୍କାୟିତ, ମାନେ ଗୁପ୍ତର ମାନେ ହେଉଛି ଲୁକ୍କାୟିତ, ଲୁଚିକି ରହିଲା ନା। ସେ ଯେଉଁ ତାପଟା ଆମେ ଦେଲେ ଆମକୁ ଟେମ୍ପରେଚରରେ ସେଇଟା ଦେଖେଇଲାନି। ବାୟୁମଣ୍ଡଳୀୟ ଚାପରେ 1 କେଜିର ଏକ କଠିନ ପଦାର୍ଥକୁ ତା'ର ଗଳନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବା ପାଇଁ ଯେତିକି ପରିମାଣର ତାପ ଶକ୍ତି ଆବଶ୍ୟକ ହୁଏ ତାହାକୁ ସେହି ପଦାର୍ଥର ଗଳନର ଗୁପ୍ତତାପ କୁହାଯାଏ। 1 କେଜିର କଠିନ ପଦାର୍ଥକୁ ତା'ର ଗଳନାଙ୍କ ତାପମାତ୍ରାରେ କମ୍ପ୍ଲିଟଲି ତରଳରେ ପରିଣତ କରିବା ପାଇଁ ଯେତିକି ତାପ ଆମେ ଦେଉ ସେଟାକୁ କ'ଣ କୁହନ୍ତି? ତା'ର ଗଳନର ଗୁପ୍ତତାପ ବୋଲି କୁହାଯାଏ। ବୁଝିହେଲା? 0 ଡିଗ୍ରୀ ବା 273 କେଲଭିନରେ ରହିଥିବା ଜଳର କଣିକାମାନଙ୍କର ଶକ୍ତି ସେହି ତାପମାତ୍ରାରେ ଥିବା ବରଫ କଣିକାମାନଙ୍କର ଶକ୍ତି ଅପେକ୍ଷା ଅଧିକ। କାହିଁକି ଅଧିକ? କାହିଁକି ନା ଆମେ କ'ଣ କରୁଛନ୍ତି? ବରଫକୁ ତରଳେଇଛନ୍ତି, ତାମାନେ ଆମେ ତାପ ଶକ୍ତି ଦେଇଛନ୍ତି। ତ ସେଇ ଯେଉଁ ତାପ ଶକ୍ତିଟା ବା ଗୁପ୍ତ ତାପଟା ଜଳ ଭିତରେ ଅଛି। ସେଥିପାଇଁ ଜଳର କଣିକାମାନଙ୍କର ଶକ୍ତିଟା ଅଧିକ। ଆମେ ଯେତେବେଳେ ଜଳ ମଧ୍ୟକୁ ତାପ ଶକ୍ତି ଯୋଗାଇଥାଉ, ଜଳ ମଧ୍ୟସ୍ଥ କଣିକା ଗୁଡ଼ିକ ଅଧିକ ଶକ୍ତି ହାସଲ କରି ଅଧିକ ବେଗରେ ଗତି କରନ୍ତି। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲା ପରେ ସେହି କଣିକାମାନଙ୍କର ଯଥେଷ୍ଟ ଶକ୍ତି ହୋଇଯାଏ, ଯାହାଫଳରେ ସେମାନେ ପରସ୍ପର ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନରୁ ମୁକ୍ତ ହୋଇ ପରସ୍ପରଠାରୁ ଦୂରେଇ ଯାଆନ୍ତି। ଏହି ତାପମାତ୍ରାରେ ତରଳ ବାଷ୍ପ ବା ଗ୍ୟାସରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ। ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ଫୁଟିବାକୁ ଆରମ୍ଭ କରେ, ଏଇଟା ମନେ ରଖ, ଫୁଟିବାକୁ ଆରମ୍ଭ କରେ, ତାହାକୁ ସେହି ତରଳର ସ୍ଫୁଟନାଙ୍କ କୁହାଯାଏ ବା ବଏଲିଂ ପଏଣ୍ଟ କୁହାଯାଏ। ଫୁଟିବା ଏକ ସାମଗ୍ରିକ ପରିଘଟଣା ଯେଉଁଟାକି ତୁମେ ଦେଖିପାରିବ। ତରଳର ସମସ୍ତ ଅଂଶର କଣିକାମାନେ ଯଥେଷ୍ଟ ଶକ୍ତି ହାସଲ କରି ଫୁଟିବା ସମୟରେ ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତନ ହୋଇଥାନ୍ତି। ଜଳର ସ୍ଫୁଟନାଙ୍କ ତାପମାତ୍ରା ହେଉଛି 100 ଡିଗ୍ରୀ ସେଲସିୟସ୍। ଜଳ କେତେବେଳେ ଫୁଟିବାକୁ ଆରମ୍ଭ କରିବ? 100 ଡିଗ୍ରୀ ସେଲସିୟସ୍ରେ ଫୁଟିବାକୁ ଆରମ୍ଭ କରିବ ବା 373 କେଲଭିନ୍। ଯଦି ଦେଖ, ତୁମେ ଯଦି ଡିଗ୍ରୀକୁ କେଲଭିନ୍ରେ ପ୍ରକାଶ କରିବାକୁ ଚାହୁଁଛ ତାହେଲେ ତା ଦେହରେ କ'ଣ କରାଯାଏ? 273 ଆଡ଼୍ କରାଯାଏ, ମିଶାଯାଏ। ବାଷ୍ପୀଭବନର ଗୁପ୍ତତାପକୁ ତୁମେ ବ୍ୟାଖ୍ୟା କରିପାରିବ କି? ସେଇଭଳିଆ କଥା। ବାଷ୍ପୀଭବନର ଗୁପ୍ତତାପ କ'ଣ ହେବ? ଯେତେବେଳେ ଆମେ କ'ଣ କରିବା? 1 କେଜିର ଆମେ କ'ଣ ନେବା? ତରଳ ପଦାର୍ଥ ନେବା, ତାକୁ ଗରମ କରିବା, ତା'ର ସ୍ଫୁଟନାଙ୍କ ଟେମ୍ପରେଚରରେ ଆମେ ତାକୁ ଗରମ କରିବା। ଯେତେ ପର୍ଯ୍ୟନ୍ତ
ଫୁଟିବା ଆରମ୍ଭ ହେଲେ ବାଷ୍ପୀଭବନ ଆରମ୍ଭ ହେବ। ସେଇଠୁ ବାଷ୍ପୀଭବନ ଆରମ୍ଭରୁ ପୁରା ଯେତିକି ଆମେ ଜଳ ନେଇଛନ୍ତି ତାହା କମ୍ପ୍ଲିଟଲି ବାଷ୍ପୀଭବନ ହେବା ପର୍ଯ୍ୟନ୍ତ ଆମେ ଯେତିକି ତାପମାତ୍ରା ଦେଇଥିବା ଯେତିକି ତାପ ଦେଇଥିବା ତାକୁ କ'ଣ କୁହାଯିବ? ବାଷ୍ପୀଭବନର ଗୁପ୍ତତାପ ବୋଲି କୁହାଯିବ। ଗଳନର ଗୁପ୍ତତାପକୁ ତୁମେ ଯେପରି ଭାବରେ ବ୍ୟାଖ୍ୟା କରିଛ ଠିକ୍ ସେହିପରି ଭାବରେ ଏହାର ବ୍ୟାଖ୍ୟା କର। 373 କେଲଭିନ୍ ବା 100 ଡିଗ୍ରୀରେ ଥିବା ବାଷ୍ପର କଣିକାମାନେ ସେହି ତାପମାତ୍ରାରେ ଥିବା ଜଳର କଣିକାମାନଙ୍କ ଅପେକ୍ଷା ଅଧିକ ଶକ୍ତି ବହନ କରିବେ। ଅବଭିୟସ୍ଲି, କାହିଁକିନା ତାଙ୍କ ପାଖରେ ଗୁପ୍ତତାପଟା ଯେଉଁ ଦିଆହେଇଛି ସେଇଟା ଅଛି। ଏହାର କାରଣ ହେଲା ବାଷ୍ପର କଣିକାମାନେ ବାଷ୍ପୀଭବନର ଗୁପ୍ତତାପ ରୂପରେ ଅଧିକ ଶକ୍ତି ଶୋଷଣ କରିଥାନ୍ତି। ଏହିସବୁ ଆଲୋଚନା ପରେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ତାପମାତ୍ରାର ପରିବର୍ତ୍ତନ ଦ୍ୱାରା ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୋଇପାରିବ, ଅର୍ଥାତ୍ ପଦାର୍ଥ ଗୋଟିଏ ଅବସ୍ଥାରୁ ଆଉ ଗୋଟିଏ ଅବସ୍ଥାକୁ ଯାଇପାରିବ। କଠିନକୁ ଯଦି ଆମେ ତାପ ପ୍ରୟୋଗ କରୁଛନ୍ତି ସେ ତରଳ ହେବ, ତରଳକୁ ତାପ ପ୍ରୟୋଗ କଲେ ସେ ଗ୍ୟାସୀୟ ହେବ। ଯଦି ଗୋଟେ ଗ୍ୟାସୀୟ ଅବସ୍ଥାରେ ଥିବା ପଦାର୍ଥକୁ ଆମେ ଥଣ୍ଡା କରିବା ତାହେଲେ ସେ ତରଳ ହେବ, ଆଉ ଯଦି ତରଳ ପଦାର୍ଥକୁ ଆମେ ଥଣ୍ଡା କରିବା ସେ କଠିନ ହେବ। ଓକେ, ଆମେ ଏହା ଶିଖିଲୁ ଯେ ଆମ ଚାରିପାଖରେ ଥିବା ବିଭିନ୍ନ ପଦାର୍ଥ ଗୁଡ଼ିକ ତାପ ପ୍ରୟୋଗ ଦ୍ୱାରା ଅବସ୍ଥା ପରିବର୍ତ୍ତନ କରି କଠିନରୁ ତରଳ ଓ ତରଳରୁ ଗ୍ୟାସୀୟକୁ ପରିବର୍ତ୍ତିତ ହୋଇଥାନ୍ତି। କିନ୍ତୁ ଏହିପରି କେତେକ ପଦାର୍ଥ ଅଛନ୍ତି ଯେଉଁମାନେ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତିତ ହୋଇଥାନ୍ତି। ଏହି ବିଷୟରେ ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା। ଓକେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିଦେବେ।